गुड मॉर्निंग सांगवाने केमिति अच्छन्ति समस्ते आई होप भलसे थिबे जगन्नाथଙ୍କ कृपाରୁ ସମସ୍ତେ ଭଲସେ ରୁହନ୍ତୁ। ସାଙ୍ଗମାନେ ଏଇଟା ମୋର ପ୍ରଥମ ଭିଡ଼ିଓ ଯାହାକି ମୁଁ ୟୁଟ୍ୟୁବରେ ଅପଲୋଡ଼ କରିବା ପାଇଁ ଚାହୁଁଛି ଆଣ୍ଡ କିଛିଟା ଅନୁଭୂତି ମୁଁ ଆପଣମାନଙ୍କ ପାଖରେ ସେୟାର କରିବା ପାଇଁ ଚାହୁଁଛି ୱିଥ୍ ରିଲେଟେଡ଼ ଟୁ ରଥଯାତ୍ରା ଆଣ୍ଡ ୱିଥ୍ ରିଲେଟେଡ଼ ଟୁ ଜଗା। ସେଇଦିନ ରଥଯାତ୍ରା ଥିଲା ଆଣ୍ଡ ଆମେ ସମସ୍ତେ ରୁମ୍ରେ ସାଙ୍ଗମାନେ ମିଶିକି ବାହାରିଲୁ ଇସ୍କନ ରଥଯାତ୍ରା ଦେଖିବା ପାଇଁ ରଥ ଟାଣିବା ପାଇଁ ଜଗାଙ୍କୁ ଦର୍ଶନ ପାଇଁ। ସୋ ସେଇଦିନ ମୋ ସାଙ୍ଗେ କିଛିଟା ଇନସିଡେଣ୍ଟ ହେଇଥିଲା ଯେଉଁଟାକି ମୁଁ ଆପଣଙ୍କ ପାଖରେ ସେୟାର କରିବା ପାଇଁ ଚାହୁଁଛି। କ'ଣ ହେଇଛି ନା ଆମେ ସମସ୍ତେ ଗ୍ରୁପ୍ ହେଇକି ଅଛୁ ଆଉ ମୁଁ ଜଗାଙ୍କୁ ଦେଖିବା ପାଇଁ ଏତେ ବ୍ୟାକୁଳ ଭିତରେ ମୁଁ ଯାଇକି ମାନେ ଯେଉଁଠି ବଏଜ୍ ଅଛନ୍ତି ମୁଁ ମୋ ସାଙ୍ଗମାନଙ୍କ ପାଖରୁ ବିଛୁଡ଼ିକି ମୁଁ ଯାଇକି ବଏଜ୍ ମାନଙ୍କ ପାଖରେ ପହଞ୍ଚିଗଲି ଯେଉଁଠି ଦେଖିବା ପାଇଁ ଗୋଟିଏ ବି ଗାର୍ଲସ ନାହିଁ ଆଉ ଯେଉଁଠି ଠେଲା ପେଲା ହଜାର ହଜାର ଲୋକଙ୍କ ଆଗରେ ମୁଁ ଗୋଟିଏ ଝିଅ ଯେଉଁଠିକି ବଏଜ୍ ମାନେ ଏତେ ସାରା ଅଛନ୍ତି ଆଉ ମୁଁ ଗୋଟିଏ ଝିଅ ମୁଁ ଜାଣିପାରୁନି ମୁଁ କେଉଁ ପଟକୁ ଯିବି ମୋତେ ବାଟ ଦେଖାଯାଉନି। ତ ସେଇ ଟାଇମ୍ରେ ଜଗାଙ୍କୁ ମୁଁ ମନେ ମନେ ବହୁତ ଡାକୁଥିଲି ଜଗା ପ୍ଲିଜ୍ ମୋତେ ତୋ ପାଖକୁ ନେଇଯା ମୋତେ କିଛି ବି କରିକି ମୁଁ ତୋତେ ଦେଖିବାର ହିଁ ଅଛି। ଆଉ ହଠାତ୍ ସେଇ ଟାଇମ୍ରେ ଗୋଟେ ପୋଲିସ ଭାଇଟେ ଆସିକି ମୋତେ କହିଲେ ଝିଅ ତୁ ଏଇ ଜାଗାରେ ରହନା ତୁ ଆସେ VIP ସେକ୍ସନକୁ ତୁ ପଳାଇ ଆସେ ଯେଉଁଥିରେ କି ଇସ୍କନର ବହୁତ ସାରା ମେମ୍ବର୍ସ ଥିଲେ ବହୁତ ସାରା ଭକ୍ତ ଥିଲେ ଦେଖିପାରୁଥିବେ ଆପଣ। ମୁଁ ସେଇ ଜାଗାକୁ ପଳାଇ ଆସିଲି ଆଉ ସେଇ ଟାଇମ୍ରେ ପଳାଇ ଆସିଲା ପରେ ମୁଁ ଜଗାଙ୍କୁ ଦେଖିକି ଏତେ ଇମୋସନ୍ ହେଇଗଲି ମୋତେ ଲାଗିଲା ଜଗା ମୋ କଷ୍ଟ ଦେଖିଛନ୍ତି ଆଉ ଜଗା ମୋ ଦୁଃଖ ଶୁଣିଛନ୍ତି ଆଉ ସେଇଥିପାଇଁ ବୋଧେ ମୁଁ ଆଜି ତାଙ୍କ ପାଖକୁ ଏତେ ପାଖରୁ ଆସିକି ଦେଖିପାରିଲି। ସୋ ଏଇ ଛୋଟ ଅନୁଭୂତି ଥିଲା ମୋର ଜଗାଙ୍କ ପାଇଁ। ସୋ କିଛିଟା ଜଗାଙ୍କୁ କହିବା ପାଇଁ ଚାହୁଁଛି ଏଠି। ହେ ମହାବାହୁ ସୁଖ ନୁହଁ ସନ୍ତୋଷ ମାଗୁଛି ମୋତେ ଟିକେ ଶିଖେଇ ଦିଅନ୍ତାନି ସନ୍ତୋଷ ରହିବାର କଳା ଯାହା ବି ଦେଇଛ ସେଥିରେ ଖୁସି ହେଇ ରହିବାର କଳା। ସୋ ଗାଇସ୍ କେମିତି ଲାଗିଲା ଭିଡ଼ିଓ ଆପଣ ନିହାତି କମେଣ୍ଟ କରିବେ ଆଣ୍ଡ ଲାଇକ୍ କରିବେ ସେୟାର କରିବେ ସବସ୍କ୍ରାଇବ୍ କରିବେ। ସୋ ଜୟ ଜଗନ୍ନାଥ ସାଙ୍ଗମାନେ।